ରାଧେ ରାଧେ। ଆଜି ହେଉଛି ଏକାଦଶୀ। ଏହି ଏକାଦଶୀର ନାମ ମୋକ୍ଷଦା ଏକାଦଶୀ। ଏକାଦଶୀ ବ୍ରତ ପାଳନ କଲେ କ'ଣ ଲାଭ ହୋଇଥାଏ? ମନୁଷ୍ୟ କାହିଁକି ଏକାଦଶୀ ପାଳନ କରେ ଏବଂ ସବୁ ପର୍ବମାନଙ୍କଠୁ ସବୁ ବ୍ରତଠାରୁ ଏକାଦଶୀ କାହିଁକି ବଡ଼ ଅଟେ? ଚାଲନ୍ତୁ ମୁଁ ପ୍ରଥମରେ ଆପଣମାନଙ୍କୁ ଗଦ୍ୟ ରୂପରେ ବୁଝାଇ କହିବି। ତାପରେ ଗୀତା ଆକାରରେ ଆପଣମାନଙ୍କୁ ଗାଇ ଶୁଣାଇବି। ଚାଲନ୍ତୁ ଆରମ୍ଭ କରିବା। ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍। ମୂକଂ କରୋତି ବାଚାଳଂ পঙ্গুং লঙ্ঘয়তে গিরিম যৎকৃপাতমহং বন্দে পরমানন্দ মাধবম। নিগমকল্পতরুগলিতং ফলং শুকমুখাদমৃতদ্রব সংযুক্তং পিবতো ভাগবतं রসমালয়ং মুহুরঃ রসিকা ভୁବି ଭାବୁକଃ। ମାନବ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ପରମାତ୍ମା ପ୍ରାପ୍ତି। ଶାରୀରିକ ସ୍ୱାସ୍ଥ୍ୟ, ମନୋବଳ ଓ ବୁଦ୍ଧିର ସାତ୍ତ୍ୱିକତା, ଏହି ତିନୋଟିର ସମ୍ପୂର୍ଣ୍ଣ ମନୁଷ୍ୟ ହିଁ ଭୋଗ ଓ ମୋକ୍ଷ ପାଇଥାଏ। ଏହା ସହିତ ବିବେକପୂର୍ବକ କରାଯାଉଥିବା ଏକାଦଶୀ ଆଦି ବ୍ରତ ଉପବାସର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମନୁଷ୍ୟ ସର୍ବାଙ୍ଗୀନ ଉନ୍ନତିର ସୂତ୍ର ଏଥିରେ ନିହିତ ଅଛି। ଏକାଦଶୀର ଉତ୍ପତ୍ତି ପ୍ରସଙ୍ଗ ଯେତିକି ରୋମାଞ୍ଚକର, ଏହାର ମହିମା ବର୍ଣ୍ଣିତ ହୋଇଥିବା କଥା ପ୍ରସଙ୍ଗ ସମୂହ ମଧ୍ୟ ସେତିକି ମନୋରମ। ଏକାଦଶୀ ବ୍ରତର ଉଭୟ ପକ୍ଷର ଶାସ୍ତ୍ରୀୟ ବିବେଚନା ତଥା ଏହି ବିଷୟରେ ପୂଜ୍ୟଶ୍ରୀଙ୍କ ଅମୃତ ବଚନର ସଂକଳନକୁ ଏହି ପୁସ୍ତକ ମାଧ୍ୟମରେ ଆପଣଙ୍କ କରକମଳରେ ପହଞ୍ଚାଇବାର ସୌଭାଗ୍ୟ ସମିତିକୁ ପ୍ରାପ୍ତ ହୋଇଛି। ସେବା କରିବାର ଏହି ସୌଭାଗ୍ୟ ଲାଭ ହୋଇଥିବାରୁ ହାର୍ଦ୍ଦିକ ପ୍ରସନ୍ନତା। ଅଚ୍ୟୁତାନନ୍ତ ଗୋବିନ୍ଦ ନାମ ଜାରଣ ଭେଷଜାତ୍ ନଶ୍ୟନ୍ତି ସକଳା ରୋଗାଃ ସତ୍ୟଂ ସତ୍ୟଂ ବଦାମ୍ୟହମ୍। ହେ ଅଚ୍ୟୁତ, ହେ ଅନନ୍ତ, ହେ ଗୋବିନ୍ଦ, ଏହି ନାମୋଚ୍ଚାରଣ ରୂପୀ ଔଷଧି ଦ୍ୱାରା ସମସ୍ତ ରୋଗ ନଷ୍ଟ ହୋଇଥାଏ। ଏହା ମୁଁ ସତ୍ୟ କହୁଛି, ସତ୍ୟ କହୁଛି, ସତ୍ୟ କହୁଛି। ଏକାଦଶୀ ରାତିରେ ଶ୍ରୀହରିଙ୍କ ପାଖରେ ଜାଗରଣର ମାହାତ୍ମ୍ୟ। ସର୍ବଧର୍ମର ଜ୍ଞାତା, ବେଦ ଓ ଶାସ୍ତ୍ରର ଅର୍ଥଜ୍ଞାନରେ ପାରଙ୍ଗମ, ସମସ୍ତଙ୍କ ହୃଦୟରେ ରମଣ କରୁଥିବା ଶ୍ରୀ ବିଷ୍ଣୁଙ୍କ ତତ୍ତ୍ୱକୁ ଜାଣିଥିବା ତଥା ଭଗବତ୍ ପରାୟଣ ପ୍ରହଲ୍ଲାଦ ସୁଖପୂର୍ବକ ବସିଥିବା ସମୟରେ ତାଙ୍କ ପାଖକୁ ସ୍ୱଧର୍ମ ପାଳନ କରୁଥିବା ମହର୍ଷିଗଣ କିଛି ପଚାରିବାକୁ ଆସିଲେ। ମହର୍ଷିଗଣ କହିଲେ, ପ୍ରହଲ୍ଲାଦ, ଆପଣ ଏପରି ଏକ ସାଧନ କହନ୍ତୁ ଯେଉଁଥିରେ ଜ୍ଞାନ, ଧ୍ୟାନ ଓ ଇନ୍ଦ୍ରିୟ ନିଗ୍ରହ ବିନା ମଧ୍ୟ ଅନାୟାସରେ ଭଗବାନ ବିଷ୍ଣୁଙ୍କ ପରମପଦ ପ୍ରାପ୍ତ ହୁଏ। ସେମାନେ ଏପରି ପଚାରିବାରୁ ସମ୍ପୂର୍ଣ୍ଣ ଜଗତର ହିତ ନିମନ୍ତେ ସଦା ଉଦ୍ୟତ ରହୁଥିବା ବିଷ୍ଣୁ ଭକ୍ତ ମହାଭାଗ ପ୍ରହ୍ଲାଦ ସଂକ୍ଷେପରେ ଏହି ପ୍ରକାର କହିଲେ। ମହର୍ଷିଗଣ, ଯାହା 18 ଖଣ୍ଡ ପୁରାଣର ସାରାଂଶଠାରୁ ମଧ୍ୟ ସାର ତତ୍ତ୍ୱ, ଯାହା କାର୍ତ୍ତିକ ପଚାରିବା ପରେ ଭଗବାନ ଶଙ୍କର ତାଙ୍କୁ କହିଥିଲେ, ତାହା ବର୍ଣ୍ଣନା କରୁଛି ଶୁଣନ୍ତୁ। ମହାଦେବ କାର୍ତ୍ତିକଙ୍କୁ କହିଲେ, ଯିଏ କଳିଯୁଗରେ ଏକାଦଶୀ ରାତିରେ ଉଜାଗର ରହି ବୈଷ୍ଣବ ଶାସ୍ତ୍ର ପାଠ କରେ, ତାହାର କୋଟି କୋଟି ଜନ୍ମରୁ ସଞ୍ଚିତ 4 ପ୍ରକାର ପାପ ନଷ୍ଟ ହୋଇଥାଏ। ଯିଏ ଏକାଦଶୀ ଦିନ ବୈଷ୍ଣବ ଶାସ୍ତ୍ରର ଉପଦେଶ ପାଳନ କରେ, ସେ ମୋର ଭକ୍ତ। ଯାହାକୁ ଏକାଦଶୀ ଜାଗରଣରେ ନିଦ୍ରା ଆସେ ନାହିଁ ତଥା ଯିଏ ଉତ୍ସାହପୂର୍ବକ ନାଚେ ଓ ଗାଏ, ସେ ମୋର ବିଶେଷ ଭକ୍ତ। ମୁଁ ତାକୁ ଉତ୍ତମ ଜ୍ଞାନ ଦିଏ ଓ ଭଗବାନ ବିଷ୍ଣୁ ତାଙ୍କୁ ମୋକ୍ଷ ପ୍ରଦାନ କରନ୍ତି। ଏଣୁ ମୋର ଭକ୍ତଗଣ ବିଶେଷ ଭାବରେ ଜାଗରଣ କରିବା ଉଚିତ। ଯେଉଁମାନେ ଭଗବାନ ବିଷ୍ଣୁଙ୍କ ପ୍ରତି ବୈରଲାଭ ରଖନ୍ତି, ସେମାନେ ମହାପାପୀ।
ଯେଉଁମାନେ ଏକାଦଶୀ ଜାଗରଣ କରନ୍ତି ଓ ଗାଆନ୍ତି ତାଙ୍କୁ ଅଧା ନିମିଷରେ ଅଗ୍ନିଷ୍ଟୋମ ତଥା ଅତିରାତ୍ର ଯଜ୍ଞ କରିବା ସମାନ ଫଳ ପ୍ରାପ୍ତ ହୋଇଥାଏ। ଯେଉଁମାନେ ରାତ୍ରି ଜାଗରଣ ପୂର୍ବକ ବାରମ୍ବାର ଭଗବାନ ବିଷ୍ଣୁଙ୍କ ମୁଖାରବିନ୍ଦ ଦର୍ଶନ କରନ୍ତି ତାଙ୍କୁ ମଧ୍ୟ ଏହି ଫଳ ପ୍ରାପ୍ତ ହୁଏ। ଯେଉଁ ମନୁଷ୍ୟ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ଆଗରେ ଜାଗରଣ କରନ୍ତି ସେମାନେ ଯମରାଜଙ୍କ ପାଶରୁ ମୁକ୍ତ ହୋଇଯାଇଥାନ୍ତି। ଯେଉଁମାନେ ଦ୍ୱାଦଶୀ ଜାଗରଣ କରିବା ସମୟରେ ଗୀତା ଶାସ୍ତ୍ର ଦ୍ୱାରା ମନୋରଞ୍ଜନ କରନ୍ତି ସେମାନେ ମଧ୍ୟ ଯମରାଜାଙ୍କ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ମରିଗଲେ ମଧ୍ୟ ଦ୍ୱାଦଶୀ ଜାଗରଣ ଛାଡ଼ନ୍ତି ନାହିଁ ସେମାନେ ଧନ୍ୟ ଓ ପୁଣ୍ୟାତ୍ମା ଅଟନ୍ତି। ଯେଉଁମାନଙ୍କ ପରିବାରର ସଦସ୍ୟମାନେ ଏକାଦଶୀ ରାତ୍ରିରେ ଜାଗରଣ କରନ୍ତି ସେମାନେ ମଧ୍ୟ ଧନ୍ୟ। ଯେଉଁମାନେ ଏକାଦଶୀରେ ଜାଗରଣ କରନ୍ତି ସେମାନେ ଯଜ୍ଞଦାନ ଗୟାଶ୍ରାଦ୍ଧ ତଥା ନିତ୍ୟ ପ୍ରୟାଗ ସ୍ନାନର ପୁଣ୍ୟ ଲାଭ କରନ୍ତି। ସେମାନଙ୍କୁ ସନ୍ନ୍ୟାସୀର ପୁଣ୍ୟ ମଧ୍ୟ ଲାଭ ହୁଏ ଏବଂ ତାଙ୍କ ଦ୍ୱାରା ଇଷ୍ଟାପୂର୍ତ କର୍ମ ସମୂହ ମଧ୍ୟ ଉତ୍ତମ ରୂପେ ପାଳନ ହୋଇଯାଏ। ଷଡ଼ାନନ ଭଗବାନ ବିଷ୍ଣୁଙ୍କ ଭକ୍ତ ଜାଗରଣ ସହିତ ଏକାଦଶୀ ବ୍ରତ କରନ୍ତି। ଏଥିପାଇଁ ସେମାନେ ସର୍ବଦା ମୋର ବିଶେଷ ପ୍ରିୟ। ଯିଏ ବର୍ଦ୍ଧିନୀ ଏକାଦଶୀ ରାତ୍ରିରେ ଜାଗରଣ କରେ ସେ ପୁନଃପ୍ରାପ୍ତ ହେବାକୁ ଥିବା ଶରୀରକୁ ସ୍ୱୟଂ ଭସ୍ମ କରିଦିଏ। ଯିଏ ତ୍ରିସ୍ପୃଶା ଏକାଦଶୀ ରାତ୍ରିରେ ଜାଗରଣ କରେ ସେ ଭଗବାନ ବିଷ୍ଣୁଙ୍କ ସ୍ୱରୂପରେ ଲୀନ ହୋଇଥାଏ। ଯିଏ ହରିବୋଧିନୀ ଏକାଦଶୀ ରାତ୍ରିରେ ଜାଗରଣ କରେ ତାର ସ୍ଥୂଳ ସୂକ୍ଷ୍ମ ସମସ୍ତ ପାପ ନଷ୍ଟ ହୋଇଥାଏ। ଯିଏ ଦ୍ୱାଦଶୀ ରାତ୍ରିରେ ଜାଗରଣ ତଥା ତାଳ ସ୍ୱର ସହିତ ସଙ୍ଗୀତର ଆୟୋଜନ କରେ ତାକୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଯିଏ ଏକାଦଶୀ ଦିନ ଋଷିମାନଙ୍କ ଦ୍ୱାରା ରଚିତ ଦିବ୍ୟ ସ୍ତୋତ୍ର ଋଗ୍ବେଦ ଯଜୁର୍ବେଦ ତଥା ସାମବେଦର ବୈଷ୍ଣବ ମନ୍ତ୍ର ବୈଦିକ ମନ୍ତ୍ର ସଂସ୍କୃତ ଓ ପ୍ରାକୃତର ଅନ୍ୟ ସ୍ତୋତ୍ର ଦ୍ୱାରା ଏବଂ ଗୀତ ବାଦ୍ୟ ଆଦି ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରେ ତାକୁ ଭଗବାନ ବିଷ୍ଣୁ ମଧ୍ୟ ପରମାନନ୍ଦ ପ୍ରଦାନ କରନ୍ତି। ଯଃ ପୁନଃ ପଠତେ ରାତ୍ରौ ଗାତଂ ନାମ ସହସ୍ରକମ୍ ଦ୍ୱାଦଶ୍ୟାଂ ପୁରତୋ ବିଷ୍ଣୁ ବୈଷ୍ଣବାନାଂ ସମାପତଃ ସ ଗଚ୍ଛେତ୍ ପରମସ୍ଥାନ ଯତ୍ର ନାରାୟଣ ତ୍ୱୟଂ। ଏହାର ଅର୍ଥ ଯିଏ ଏକାଦଶୀ ରାତିରେ ଭଗବାନ ବିଷ୍ଣୁଙ୍କ ଆଗରେ ବୈଷ୍ଣବ ଭକ୍ତମାନଙ୍କ ନିକଟରେ ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ କରନ୍ତି ସେ ସେହି ପରମ ଧାମକୁ ଯାତ୍ରା କରନ୍ତି ଯେଉଁଠି ସାକ୍ଷାତ ଭଗବାନ ନାରାୟଣ ବିରାଜମାନ ଅଛନ୍ତି। ପୁଣ୍ୟମୟ ଭାଗବତ ତଥା ସ୍କନ୍ଦ ପୁରାଣ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। ମଥୁରା ଏବଂ ବ୍ରଜରେ ଭଗବାନ ବିଷ୍ଣୁଙ୍କ ବାଳ ଚରିତ୍ରରେ ଯେଉଁ ବର୍ଣ୍ଣନା କରାଯାଇଛି ତାକୁ ଯିଏ ଏକାଦଶୀ ରାତ୍ରିରେ ଭଗବାନ କେଶବଙ୍କ ପୂଜା ସାରି ପାଠ କରେ ତାର କେତେ ପୁଣ୍ୟ ଲାଭ ହୁଏ ଏହା ମୁଁ ମଧ୍ୟ ଜାଣେ ନାହିଁ। ହୁଏତ ଭଗବାନ ବିଷ୍ଣୁ ଜାଣିଥାଇପାରନ୍ତି। ପୁତ୍ର ଭଗବାନଙ୍କ ନିକଟରେ ଗୀତ ନୃତ୍ୟ ତଥା ସ୍ତୋତ୍ରପାଠ ଆଦିରୁ ଯେଉଁ ଫଳ ଲାଭ ହୁଏ ତାହା କଳିଯୁଗରେ ଶ୍ରୀହରିଙ୍କ ନିକଟରେ ଜାଗରଣ କରିବା ସମୟରେ ବିଷ୍ଣୁ ସହସ୍ରନାମ ଗୀତା ତଥା ଶ୍ରୀମଦ୍ ଭାଗବତ ପାଠ କଲେ ସହସ୍ର ଗୁଣ ହୋଇ ମିଳିଥାଏ। ଯିଏ ଶ୍ରୀହରିଙ୍କ ପାଖରେ ଜାଗରଣ କରିବା ସମୟରେ ରାତିରେ ଦୀପ ଜଳାଏ ତାର ପୁଣ୍ୟ ଶହେ କଳ୍ପରେ ମଧ୍ୟ ନଷ୍ଟ ହୁଏ ନାହିଁ। ଯିଏ ଜାଗରଣ କାଳରେ ମଞ୍ଜରୀ ସହିତ ତୁଳସୀ ଦଳରେ ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜା କରେ ତାର ପୁଣି ଏହି ସଂସାରରେ ଜନ୍ମ ହୁଏ ନାହିଁ। ସ୍ନାନ ଚନ୍ଦନ ଲେପ ଧୂପ ଦୀପ ନୈବେଦ୍ୟ ଓ ତାମ୍ବୁଳ ଏସବୁ ଜାଗରଣ କାଳରେ ଭଗବାନଙ୍କୁ ସମର୍ପିତ କରାଗଲେ ଅକ୍ଷୟ ପୁଣ୍ୟ ଲାଭ ହୋଇଥାଏ। କାର୍ତ୍ତିକେୟ ଯେଉଁ ଭକ୍ତ ମୋର ଧ୍ୟାନ କରିବାକୁ ଚାହେଁ ସେ ଏକାଦଶୀ ରାତ୍ରିରେ ଶ୍ରୀହରିଙ୍କ ପାଖରେ ଭକ୍ତିପୂର୍ବକ ଉଜାଗର ରହିବା ବିଧେୟ। ଏକାଦଶୀ ଦିନ ଯେଉଁ ଲୋକ ଜାଗରଣ କରନ୍ତି ତାଙ୍କ ଶରୀରରେ ଇନ୍ଦ୍ର ଆଦି ଦେବତା ବାସ କରନ୍ତି। ଯିଏ ଜାଗରଣ କାଳରେ ମହାଭାରତ ପାଠ କରେ ସେ ସେହି ପରମ ଧାମକୁ ଯାଏ ଯେଉଁଠାକୁ ସନ୍ନ୍ୟାସୀ ମହାତ୍ମାମାନେ ଯାଇଥାନ୍ତି। ଯିଏ ସେହି ସମୟରେ ଶ୍ରୀରାମଚନ୍ଦ୍ରଙ୍କର ଚରିତ୍ର 10 କଣ୍ଠବୋଧ ପାଠ କରନ୍ତି ସେମାନେ ଯୋଗବେତ୍ତାଙ୍କ ଗତିପ୍ରାପ୍ତ ହୁଅନ୍ତି। ଯେଉଁମାନେ ଶ୍ରୀହରିଙ୍କ ପାଖରେ ଜାଗରଣ କରନ୍ତି ସେମାନେ 4 ବେଦର ସ୍ୱାଧ୍ୟାୟ ଦେବତାଙ୍କ ପୂଜା ଯଜ୍ଞାନୁଷ୍ଠାନ ତଥା ସମସ୍ତ ତୀର୍ଥରେ ସ୍ନାନ କରିଥାନ୍ତି।
ଶ୍ରୀକୃଷ୍ଣଙ୍କ ଠାରୁ ବଡ଼ କୌଣସି ଦେବତା ନାହାନ୍ତି କି ଏକାଦଶୀ ବ୍ରତ ସଦୃଶ୍ୟ ଅନ୍ୟ କୌଣସି ବ୍ରତ ନାହିଁ। ଯେଉଁଠି ଭାଗବତ ଶାସ୍ତ୍ର ଅଛି, ଯେଉଁଠି ଭଗବାନ ବିଷ୍ଣୁଙ୍କ ନିମନ୍ତେ ଜାଗରଣ କରାଯାଏ ଓ ଯେଉଁଠି ଶାଳଗ୍ରାମ ଶିଳା ଅବସ୍ଥିତ, ସେଠାରେ ସାକ୍ଷାତ ଭଗବାନ ବିଷ୍ଣୁ ଉପସ୍ଥିତ ଥାଆନ୍ତି। ଏକାଦଶୀ ବ୍ରତ ଏବଂ ବିଧି। ଦଶମୀ ରାତ୍ରିରେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ତଥା ଭୋଗ ବିଳାସରୁ ମଧ୍ୟ ଦୂରେଇ ରୁହନ୍ତୁ। ଏକାଦଶୀ ଦିନ ପ୍ରାତଃକାଳରେ ଦାନ୍ତକାଠି ଅଥବା ପେଷ୍ଟର ଉପଯୋଗ କରନ୍ତୁ ନାହିଁ। ଲେମ୍ବୁ, ଜାମୁ ଅଥବା ଆମ୍ବ ପତ୍ର ଚୋବାଇ ଅଙ୍ଗୁଳିରେ କଣ୍ଠକୁ ଶୁଦ୍ଧ କରିନିଅନ୍ତୁ। ଗଛରୁ ପତ୍ର ଛିଡ଼ାଇବା ମଧ୍ୟ ବର୍ଜିତ। ଏଣୁ ଆପେ ଝଡ଼ି ପଡ଼ିଥିବା ପତ୍ର ସେବନ କରନ୍ତୁ। ଯଦି ଏହା ସମ୍ଭବ ନ ହୁଏ, ତେବେ କେବଳ ପାଣିରେ 12 ଥର କୁଳି କରି ପକାନ୍ତୁ। ପୁଣି ସ୍ନାନାଦି ନିତ୍ୟକର୍ମ ସାରି ମନ୍ଦିରକୁ ଯାଇ ଗୀତା ପାଠ କରନ୍ତୁ ଅଥବା ପୁରୋହିତ ଆଦିଙ୍କଠାରୁ ଶ୍ରବଣ କରନ୍ତୁ। ପ୍ରଭୁଙ୍କ ସମ୍ମୁଖରେ ଏଭଳି ପ୍ରତିଜ୍ଞା କରିବା ଉଚିତ ଯେ ଆଜି ମୁଁ ଚୋର, ପାଖଣ୍ଡୀ ଓ ଦୁରାଚାରୀ, ମନୁଷ୍ୟଙ୍କ ସଙ୍ଗରେ କଥାବାର୍ତ୍ତା ହେବି ନାହିଁ କି କାହାରିକୁ ଦୁଃଖ ଦେବି ନାହିଁ। ଗୋ ବ୍ରାହ୍ମଣ ଆଦିଙ୍କୁ ଫଳାହାର ଓ ଅନାଦି ଦେଇ ପ୍ରସନ୍ନ କରିବି। ରାତ୍ରିରେ ଜାଗରଣ କରି କୀର୍ତ୍ତନ କରିବି। ଓଂ ନମ ଭଗବତେ ବାସୁଦେବାୟ ଏହି 12 ଅକ୍ଷର ବିଶିଷ୍ଟ ମନ୍ତ୍ର ଅଥବା ଗୁରୁମନ୍ତ୍ର ଜପ କରିବି। ରାମକୃଷ୍ଣ ନାରାୟଣ ଇତ୍ୟାଦି ବିଷ୍ଣୁ ସହସ୍ର ନାମକୁ କଣ୍ଠର ଭୂଷଣ କରିବି। ଏହିପରି ପ୍ରତିଜ୍ଞା କରି ଶ୍ରୀ ବିଷ୍ଣୁ ଭଗବାନଙ୍କ ସ୍ମରଣ ପୂର୍ବକ ପ୍ରାର୍ଥନା କରନ୍ତୁ ଯେ, ହେ ତ୍ରିଲୋକପତି, ମୋ ମାନ ମହତ ଆପଣଙ୍କ ହାତରେ, ଏଣୁ ମୋତେ ଏହି ପ୍ରତିଜ୍ଞା ପୂରା କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ମୌନ ଜପ, ଶାସ୍ତ୍ର ପଠନ, କୀର୍ତ୍ତନ, ରାତ୍ରି ଜାଗରଣ ଏକାଦଶୀ ବ୍ରତରେ ବିଶେଷ ଲାଭଦାୟକ ହୋଇଥାଏ। ଏକାଦଶୀ ଦିନ ଅଶୁଦ୍ଧ ଦ୍ରବ୍ୟରେ ତିଆରି ହୋଇଥିବା ପେୟ ପଦାର୍ଥ ପାନ କରନ୍ତୁ ନାହିଁ। ଥଣ୍ଡା ପେୟ, ଏସିଡ୍ ଆଦି ମିଶ୍ରିତ ଦ୍ରବାବନ୍ଧ ଫଳରସକୁ ମଧ୍ୟ ପିଅନ୍ତୁ ନାହିଁ। 2 ଥର ଭୋଜନ କରନ୍ତୁ ନାହିଁ। ଆଇସ୍କ୍ରିମ୍ ଆଦି ଜିନିଷ ଖାଆନ୍ତୁ ନାହିଁ। ଫଳ କିମ୍ବା ଘରେ ତିଆରି ଫଳରସ ଅଥବା ଅଳ୍ପ କ୍ଷୀର କିମ୍ବା ଜଳ ପିଇ ଆପଣଙ୍କର ରହିବା ବିଶେଷ ଲାଭଦାୟକ ହେବ। ବ୍ରତର ଏହି 3 ଦିନରେ କଂସା ବାସନ, ମାଂସ, ପିଆଜ, ରସୁଣ, ମସୁର ଡାଲି, ଚଣା, ଖୁଦ, ଶାଗ, ମହୁ, ତେଲ ଓ ଅଧିକ ଜଳ ସେବନ କରନ୍ତୁ ନାହିଁ। ବ୍ରତର ପୂର୍ବ ଅର୍ଥାତ୍ ଦଶମୀ ଓ ପରଦିନ ଅର୍ଥାତ୍ ଦ୍ୱାଦଶୀର ହବିଷ୍ୟାନ୍ନ ଓ ଘୃତ ଥରେ ମାତ୍ର ଭୋଜନ କରନ୍ତୁ। ଯବ, ଗହମ, ମୁଗ, ସୈନ୍ଧବ, ଲୁଣ, ଗୋଲମରିଚ, ମିଠା ଜିନିଷ, ଗୁଡ଼, ଚିନି ଇତ୍ୟାଦି। ଫଳାହାରୀ କୋବି, ଗାଜର, ଶାଲଗମ, ପାଳଙ୍ଗ, କୁଲ୍ଫା, ଶାଗ ଇତ୍ୟାଦି ସେବନ କରିବା ଅନୁଚିତ। ଆମ୍ବ, ଅଙ୍ଗୁର, କଦଳୀ, ବାଦାମ, ପିସ୍ତା ଇତ୍ୟାଦି ଅମୃତ ଫଳ ସେବନ କରିବା ଉଚିତ। ଜୁଆ, ନିଦ୍ରା, ପାନ, ପରନିନ୍ଦା, ଚୁଗୁଲି, ଚୋର, ହିଂସା, ମୈଥୁନ, କ୍ରୋଧ ତଥା ମିଥ୍ୟା, କପଟାଦି ଅନ୍ୟ କୁକର୍ମରୁ ନିତ୍ୟାନ୍ତ ଦୂରେଇ ରହିବା ଉଚିତ। ବଳଦ ପିଠିରେ ବସନ୍ତୁ ନାହିଁ। କୂଳବଶତଃ କୌଣସି ନିନ୍ଦୁକ ସଙ୍ଗରେ କଥା ହୋଇଗଲେ ଏହି ଦୋଷକୁ ଦୂର କରିବା ପାଇଁ ଭଗବାନ ସୂର୍ଯ୍ୟଙ୍କ ଦର୍ଶନ ତଥା ଧୂପ ଦୀପରେ ଶ୍ରୀହରିଙ୍କ ପୂଜା କରି କ୍ଷମା ମାଗି ନେବା ଉଚିତ। ଏକାଦଶୀ ଦିନ ଘରେ ଝାଡ଼ୁ କରନ୍ତୁ ନାହିଁ। ଏଥିରେ ପିମ୍ପୁଡ଼ି ଆଦି ସୂକ୍ଷ୍ମ ଜୀବନ ମୃତ୍ୟୁ ହୋଇପାରେ। ଏହି ଦିନ ବାଳ କାଟନ୍ତୁ ନାହିଁ। ମଧୁର ବଚନ କହନ୍ତୁ, କମ୍ କହନ୍ତୁ। ଅଧିକ କହିବା ଦ୍ୱାରା ନ କହିବା ଭଳି ବଚନ ମଧ୍ୟ ପାଟିରୁ ବାହାରିଯାଏ। ସତ୍ୟ ଭାଷଣ କରିବା ଉଚିତ। ଏହି ଦିନ ଯଥାଶକ୍ତି ଅନ୍ନଦାନ କରନ୍ତୁ, କିନ୍ତୁ ନିଜେ ଅନ୍ୟ କାହା ଦ୍ୱାରା ଦିଆ ହୋଇଥିବା ଅନ୍ନ କଦାପି ଗ୍ରହଣ କରନ୍ତୁ ନାହିଁ। ପ୍ରତ୍ୟେକ ବସ୍ତୁ ପ୍ରଭୁଙ୍କୁ ଭୋଗ ଲଗେଇ ତଥା ତହିଁରେ ତୁଳସୀ ଜଳ ପକାଇ ଗ୍ରହଣ କରିବା ଉଚିତ। ଏକାଦଶୀ ଦିନ କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ ଏହି ଦିନ ବ୍ରତ କରି ଏହାର ଫଳ ସଂକଳ୍ପ କରି ମୃତକଙ୍କୁ ଦେବା ଉଚିତ ଓ ଗଙ୍ଗାରେ ପୁଷ୍ପ ପ୍ରବାହିତ କରିବା ପରେ ମଧ୍ୟ ଏକାଦଶୀ ବ୍ରତ ପାଳନ କରି ବ୍ରତ ଫଳ ପ୍ରାଣୀଙ୍କ ନିମିତ୍ତ ଦାନ କରିବା ଉଚିତ। ପ୍ରାଣୀମାନେ ଅନ୍ତର୍ଯ୍ୟାମୀଙ୍କ ଅବତାର ଭାବି କାହାରି ସହିତ ଛଳ କପଟ କରିବା ଅନୁଚିତ। ନିଜର ଅପମାନ କରୁଥିବା ଅଥବା କଟୁ ବଚନ କହୁଥିବା ଲୋକ ଉପରେ ଭୁଲରେ ମଧ୍ୟ କ୍ରୋଧ କରିବା ଅନୁଚିତ। ସନ୍ତୋଷର ଫଳ ସବୁବେଳେ ମଧୁର। ମନରେ ସର୍ବଦା ଦୟା ରଖିବା ଉଚିତ। ଏହି ବିଧିରେ ବ୍ରତ କରୁଥିବା ମନୁଷ୍ୟକୁ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ଦ୍ୱାଦଶୀ ଦିନ ବ୍ରାହ୍ମଣଙ୍କୁ ମିଷ୍ଟାନ୍ନ, ଦକ୍ଷିଣା ଆଦି ଦ୍ୱାରା ପ୍ରସନ୍ନ କରି ସେମାନଙ୍କୁ ପରିକ୍ରମା କରିନେବା ଉଚିତ। ବ୍ରତ ସମାପ୍ତ କରିବାର ବିଧି। ଦ୍ୱାଦଶୀ ଦିନ ସେବା ପୂଜା ଜାଗାରେ ବସି 7ଟି ଭଜା ଚଣାକୁ 14 ଖଣ୍ଡ କରି ନିଜର ମୁଣ୍ଡ ଉପରେ ପଛପଟକୁ ଫିଙ୍ଗିବା ଉଚିତ। ମୋର 7 ଜନ୍ମର ଶାରୀରିକ, ବାଚିକ ଓ ମାନସିକ ପାପ ନଷ୍ଟ ହୋଇଗଲା।
ଏହା ଭାବନା କରି 7 ଆଞ୍ଜୁଳା ଜଳ ପିଇ 7ଟି ଚଣାଦାନା ଖାଇ ବ୍ରତ ସମାପ୍ତ କରିବା ଉଚିତ। ଏବେ ଚାଲନ୍ତୁ ମୋକ୍ଷଦା ଏକାଦଶୀ ବିଷୟରେ ଶୁଣିବା। ଯୁଧିଷ୍ଠିର କହିଲେ, ହେ ବେଦବେଶ୍ୱର, ମାର୍ଗଶିର ମାସ ଶୁକ୍ଳ ପକ୍ଷରେ କେଉଁ ଏକାଦଶୀ ପଡ଼େ, ତାହାର ବିଧି କ'ଣ ତଥା ସେଥିରେ କେଉଁ ଦେବତାଙ୍କର ପୂଜନ କରାଯାଏ? ସ୍ୱାମୀ, ଏ ସମସ୍ତ ଯଥାର୍ଥ ରୂପରେ ମୋତେ କହନ୍ତୁ। ଶ୍ରୀକୃଷ୍ଣ କହିଲେ, ନୃପଶ୍ରେଷ୍ଠ, ମାର୍ଗଶିର ମାସ ଶୁକ୍ଳ ପକ୍ଷର ଏକାଦଶୀ ବିଷୟରେ ବର୍ଣ୍ଣନା କରିବି, ଯାହାର ଶ୍ରବଣ ମାତ୍ରକେ ବାଜପେୟୀ ଯଜ୍ଞର ଫଳ ପ୍ରାପ୍ତ ହୁଏ। ସେହି ସର୍ବପାପହାରିଣୀ ଏକାଦଶୀର ନାମ ମୋକ୍ଷଦା। ରାଜନ ସେଦିନ ଯତ୍ନପୂର୍ବକ ତୁଳସୀ ମଞ୍ଜରୀ ତଥା ଧୂପ ଦୀପାଦି ଦ୍ୱାରା ଭଗବାନ ଦାମୋଦରଙ୍କ ପୂଜନ କରିବା ଉଚିତ। ପୂର୍ବୋକ୍ତ ବିଧି ଅନୁସାରେ ହିଁ ଦଶମୀ ଏବଂ ଏକାଦଶୀର ନିୟମ ପାଳନ କରିବା ଉଚିତ। ମୋକ୍ଷଦା ଏକାଦଶୀ ମହାପାତକ ନାଶିନୀ। ସେଦିନ ରାତ୍ରିରେ ମୋର ପ୍ରସନ୍ନତା ନିମନ୍ତେ ନୃତ୍ୟ, ଗୀତ ଏବଂ ସ୍ତୁତିର ଆୟୋଜନ ପୂର୍ବକ ଜାଗରଣ କରିବା ଉଚିତ। ଯେଉଁମାନଙ୍କର ପିତୃପୁରୁଷ ପାପବଶତଃ ନୀଚ ଯୋନି ପ୍ରାପ୍ତ ହୋଇଛନ୍ତି, ସେମାନେ ଏହି ଏକାଦଶୀର ବ୍ରତ ପାଳନ କରି ତାର ପୁଣ୍ୟ ନିଜ ପିତୃପୁରୁଷଙ୍କୁ ଦାନ କଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତ ହୁଅନ୍ତି। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ପୂର୍ବକାଳର କଥା। ବୈଷ୍ଣବଙ୍କ ଦ୍ୱାରା ବିଭୂଷିତ ପରମ ରମଣୀୟ ଚମ୍ପକ ନଗରରେ ବୈଖାନସ ନାମରେ ରାଜା ରହୁଥିଲେ। ସେ ପ୍ରଜାଙ୍କୁ ନିଜ ପୁତ୍ର ଭଳି ପାଳନ କରୁଥିଲେ। ଇତ୍ୟବସରରେ ଦିନେ ରାଜା ରାତ୍ରିରେ ଆପଣା ପିତରଙ୍କୁ ନୀଚ ଯୋନି ପ୍ରାପ୍ତ ହୋଇଥିବା ସ୍ୱପ୍ନରେ ଦେଖିଲେ। ସେମାନଙ୍କୁ ଏ ଅବସ୍ଥାରେ ଦେଖି ସେ ବଡ଼ ବିସ୍ମିତ ହେଲେ ଏବଂ ସକାଳୁ ବ୍ରାହ୍ମଣଙ୍କୁ ରାତ୍ରିର ସମସ୍ତ ସ୍ୱପ୍ନ ବୃତ୍ତାନ୍ତ କହି ଶୁଣାଇଲେ। ରାଜା କହିଲେ, ହେ ବ୍ରାହ୍ମଣ, ମୁଁ ମୋର ପିତୃପୁରୁଷ ନର୍କରେ ପୀଡ଼ିତ ହୋଇଥିବାର ଦେଖିଛି। ସେମାନେ ବାରମ୍ବାର କ୍ରନ୍ଦନ କରିବା ସହିତ ମୋତେ କହୁଥିଲେ ଯେ ତୁମେ ଆମର ତନୁଜ, ଏଣୁ ଏହି ନର୍କ ସମୁଦ୍ରରୁ ଆମକୁ ଉଦ୍ଧାର କର। ଦ୍ୱିଜବର, ଏହି ରୂପରେ ପିତୃପୁରୁଷଙ୍କର ଦର୍ଶନ ହୋଇଥିବାରୁ ମୋତେ ଶାନ୍ତି ମିଳୁନାହିଁ। କ'ଣ କରିବି? କେଉଁଠିକି ଯିବି? ମୋର ହୃଦୟ ଦ୍ରବୀଭୂତ ହେଉଅଛି। ଦ୍ୱିଜୋତ୍ତମ, କୃପା କରି ସେହି ବ୍ରତ ତପ ଯୋଗ କହନ୍ତୁ, ଯାହାଦ୍ୱାରା ସେମାନେ ତତ୍କାଳ ନର୍କରୁ ଉଦ୍ଧାର ପାଇଯିବେ। ମୋ ପରି ବଳବାନ ତଥା ସାହସୀ ପୁତ୍ର ବଞ୍ଚି ଥାଉ ଥାଉ ମୋର ମାତା ପିତା ଘୋର ନର୍କରେ ପଡ଼ିଛନ୍ତି। ଏଣୁ ଏପରି ପୁତ୍ର ଥାଇ କି ଲାଭ? ବ୍ରାହ୍ମଣ କହିଲେ, ରାଜନ୍, ଏହି ନିକଟରେ ପର୍ବତ ମୁନିଙ୍କର ମହାନ ଆଶ୍ରମ ଅଛି। ସେ ଭୂତ ଏବଂ ଭବିଷ୍ୟତର ଜ୍ଞାତା। ନୃପଶ୍ରେଷ୍ଠ, ଆପଣ ତାଙ୍କ ପାଖକୁ ଚାଲିଯାଆନ୍ତୁ। ବ୍ରାହ୍ମଣଙ୍କ କଥା ଶୁଣି ମହାରାଜ ବୈଖାନସ ଅତି ଶୀଘ୍ର ପର୍ବତ ମୁନିଙ୍କ ଆଶ୍ରମକୁ ଗଲେ ଏବଂ ସେଠାରେ ମୁନିଶ୍ରେଷ୍ଠଙ୍କୁ ଦେଖି ଦଣ୍ଡବତ ପ୍ରଣାମ କରି ମୁନିଙ୍କର ଚରଣ ସ୍ପର୍ଶ କଲେ। ମୁନି ମଧ୍ୟ ରାଜ୍ୟର 7 ଅଙ୍ଗର କୁଶଳତା ପଚାରିଲେ। ରାଜା କହିଲେ, ସ୍ୱାମୀ, ଆପଣଙ୍କ କୃପାରୁ ମୋ ରାଜ୍ୟରେ 7ଟି ଯାକ ଅଙ୍ଗ ସକୁଳନ ଅଛନ୍ତି। କିନ୍ତୁ ମୁଁ ସ୍ୱପ୍ନରେ ଦେଖିଲି ଯେ ମୋର ପିତୃପୁରୁଷଗଣ ନର୍କରେ ପଡ଼ିଛନ୍ତି। ଏଣୁ କୃପା କରି କୁହନ୍ତୁ ଯେ କେଉଁ ପୁଣ୍ୟର ପ୍ରଭାବରେ ସେମାନଙ୍କର ସେଠାରୁ ମୁକ୍ତି ହେବ। ରାଜାଙ୍କର ଏହି କଥା ଶୁଣି ମୁନିଶ୍ରେଷ୍ଠ ପର୍ବତ ମୁହୂର୍ତ୍ତକ ପାଇଁ ଧ୍ୟାନସ୍ଥ ହେଲେ। ତାପରେ ସେ ରାଜାଙ୍କୁ କହିଲେ, ମହାରାଜ, ମାର୍ଗଶିର ମାସ ଶୁକ୍ଳ ପକ୍ଷରେ ଯେଉଁ ମୋକ୍ଷଦା ନାମକ ଏକାଦଶୀ ଆସେ, ତୁମେ ସମସ୍ତେ ତାହାର ବ୍ରତ କର ଏବଂ ତାର ପୁଣ୍ୟ ପିତୃପୁରୁଷଙ୍କୁ ପ୍ରଦାନ କର। ସେହି ପୁଣ୍ୟର ପ୍ରଭାବରେ ନର୍କରୁ ସେମାନଙ୍କର ଉଦ୍ଧାର ହୋଇଯିବ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ଯୁଧିଷ୍ଠିର, ମୁନିଙ୍କର ଏହି ବଚନ ଶୁଣି ରାଜା ପୁନଃ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କଲେ। ଉତ୍ତମ ମାର୍ଗଶିର ମାସ ଆସିବାରୁ ରାଜା ବୈଖାନସ ମୁନିଙ୍କୁ କହିବା ଅନୁସାରେ ମୋକ୍ଷଦା ଏକାଦଶୀର ବ୍ରତ କରି ତାହାର ପୁଣ୍ୟ ସମସ୍ତ ପିତୃପୁରୁଷ ସମେତ ପିତାଙ୍କୁ ପ୍ରଦାନ କଲେ। ପୁଣ୍ୟ ପ୍ରଦାନ କରିବାର କିଛି କ୍ଷଣ ମଧ୍ୟରେ ଆକାଶରୁ ପୁଷ୍ପବୃଷ୍ଟି ହେବାକୁ ଲାଗିଲା। ବୈଖାନସଙ୍କ ପିତା ସମେତ ସମସ୍ତେ ପିତୃପୁରୁଷ ନର୍କରୁ ଉଦ୍ଧାର ପାଇଲେ ଏବଂ ଆକାଶରେ ଦର୍ଶନ ଦେଇ ରାଜାଙ୍କ ପୁତ୍ର ତୁମର କଲ୍ୟାଣ ହେଉ ଆଶୀର୍ବାଦ ଦେଇ ସ୍ୱର୍ଗରୁ ପ୍ରତ୍ୟାବର୍ତ୍ତନ କଲେ। ରାଜନ୍, ଯିଏ ଏହିପରି କଲ୍ୟାଣମୟୀ ମୋକ୍ଷଦା ଏକାଦଶୀର ବ୍ରତ ପାଳନ କରେ, ତାର ସମସ୍ତ ପାପ ନଷ୍ଟ ହୋଇଯାଏ ଏବଂ ମୃତ୍ୟୁ ପରେ ସେ ମୋକ୍ଷ ପ୍ରାପ୍ତ କରେ। ଏହି ମୋକ୍ଷଦାୟିନୀ ମୋକ୍ଷଦା ଏକାଦଶୀ ମନୁଷ୍ୟ ପାଇଁ ଚିନ୍ତାମଣି ସଦୃଶ ସମସ୍ତ ମନୋରଥ ପୂର୍ଣ୍ଣକାରୀ। ଏହି ମାହାତ୍ମ୍ୟର ପଠନ ଓ ଶ୍ରବଣ ଦ୍ୱାରା ବାଜପେୟୀ ଯଜ୍ଞର ଫଳ ପ୍ରାପ୍ତ ହୁଏ।
ଚାଲନ୍ତୁ ଗଦ୍ୟ ଭାବରେ ଏକାଦଶୀର କଥା ଶୁଣିଲେ। ଏବେ ଚାଲନ୍ତୁ ଗୀତ ରୂପରେ ମୁଁ ଆପଣମାନଙ୍କୁ ଗାଇ ଶୁଣାଇବି। ଯୁଧିଷ୍ଠିର ଉବାଚ। କହନ୍ତି ରାଜା ଯୁଧିଷ୍ଠିର, ଶୁଣିବା ପ୍ରଭୁ ଦାମୋଦର, କୃଷ୍ଣ ପକ୍ଷର ଏକାଦଶୀ, କଥା ଶୁଣିଲି ବ୍ରହ୍ମରାଶି। ଏବେ ଏ ମାସ ଶୁକ୍ଳ ପକ୍ଷ, ଏକାଦଶୀର ନାମ ମୁଖ୍ୟ, କହିବା ଯେ ବିଧି ବିଶେଷ, କେହୁଏ କେଉଁ ଫଳେ ତୋଷ। ଶ୍ରୀକୃଷ୍ଣ ଉବାଚ। କୃଷ୍ଣ କହନ୍ତି ମହାରାଜ, ଉତ୍ତମ ପଚାରିଲେ ଆଜ, ଅତି ବିମଳେ ପ୍ରତି ଦଶ, ତୁମ୍ଭର ପ୍ରଚରିବ ଯଶ। ଜାଣି ତାହାକୁ ତ୍ରିଭୁବନେ, କରି ତରିବ ଜନମାନେ, ଏ ମାଘ ଶୁକ୍ଳ ଏକାଦଶୀ, ମୋକ୍ଷ ନାମରେ ଯେ ପ୍ରକାଶୀ। ଯାହାକୁ ଶୁଣିଣ ସକଳ, ଲଭନ୍ତି ବାଜପେୟ ଫଳ, ଏ ସର୍ବ ପାପହର ପର, ଏଥିରେ ପୂଜା ଦାମୋଦର। ଦଶମୀ ଦ୍ୱାଦଶୀ ସହିତ, ପୂର୍ବ ବିଧିରେ ଏ ବିହିତ, ଶୁଣ ଏ ଏକାଦଶୀ କଥା, ଅଛି ଯେ ପୌରାଣିକ କଥା। ଯେ ପିତା ମାତା ସୁତ ଭ୍ରାତା, ଯେ ଅନ୍ୟ ଅଟେ ଅତିଗତା, ଏ ବ୍ରତ କରି ପୁଣ୍ୟ ହେଲେ, ଭବ ଦୁଃଖରୁ ତରେ ଭଲେ, ଏମନ୍ତେ ମହିମା ଏହାର, ଶୁଣି ପ୍ରତ୍ୟକ୍ଷେ ଯୁଧିଷ୍ଠିର, ସମ୍ପତ୍ତି ଭରେ ଆଲୋକିତ, ରମ୍ୟ ଯୋଜନ ପୁର ଏତ, ତହିଁରେ ପୂର୍ବେ ବୈଖାନସ, ନାମେ ଏକଇ ନରଈଶ, ଯେ ପୁତ୍ର ପରି ପ୍ରଜା ପାଳି, ଶୁଚି ଚରିତ୍ରେ ଋଷି ପରି, ଯେଉଁ ଦେଶରେ ଦ୍ୱିଜଗଣ, ଚତୁର୍ବେଦରେ ପରାୟଣ, ପ୍ରଜାମାନେ ହିଁ ପାପହୀନ, ସେ ସ୍ୱାମୀ ବ୍ରାହ୍ମଣ ଅଧୀନ। ଏକଇ ଦିନେ ଏ ନରେଶ, ଦେଖିଲେ ସ୍ୱପ୍ନେ ପୀତବାସ, ଦେଖି ବିରୂପ ସ୍ୱପ୍ନ ଚିନ୍ତି, ବିସ୍ମିତ ହୋଇ ସେ ନୃପତି, ଡକାଇ ଦ୍ୱିଜକୁ ବସାଇ, କହିଲେ ସ୍ୱପ୍ନେ ଦେଖିଲଇ, ପିତା ନରକେ ଥାଇ ମୋତେ, ବୋଇଲେ ଉଦ୍ଧାର ତୁମତେ, ଦେଖିଏ ଦୁଷ୍ଟ ସ୍ୱପ୍ନ ମୋହି, ପୁତ୍ର ଦ୍ୱାରା ଦିରୁଚୁ ନାହିଁ, କିବା କରିବି ଯଦି କାହିଁ, କି ଧର୍ମ କର୍ମ କରିବଇ, କିୟବା ଦାନ କିବା ତପ, ଯେବେ ତୋରିବେ ମୋର ବାପ। ଯାହାର ପୁତ୍ର ଥାଇ କରି, ପିତାଙ୍କୁ ନ ପାରେ ଉଦ୍ଧରି। ବ୍ରାହ୍ମଣ ଉବାଚ। ଯାହାର ପୁତ୍ର ଥାଇ କରି, ପିତାକୁ ନ ପାରେ ଉଦ୍ଧରି, ସେ ପୁତ୍ର କିବା କାର୍ଯ୍ୟ, ହଉ ବା କଲା ହଉ ଧାର୍ଯ୍ୟ, ଯେ ପିତା ମାତା ନ ଉଦ୍ଧରେ, ସେ ପୁତ୍ର ଜନ୍ମ କି ଅର୍ଥରେ,
ପିତାଙ୍କ ଗୁଣ କର୍ମ ଧ୍ୟାଇ ନରକ ହେତୁକୁ ନ ପାଇ ବିଚାରି ବ୍ରାହ୍ମଣ କହିଲେ ଚଳ ପର୍ବତ ମୁନି ମେଳେ ଶୁଣି ପଣ୍ଡିତ ଦ୍ୱିଜବାଣୀ ପ୍ରତ୍ୟୟ କରି ନୃପମଣି ଗଲେ ପର୍ବତ ମୁନି ଧାମ ଦେଖିଲେ ବିପୁଳ ଆଶ୍ରମ ବସିଅଛନ୍ତି ମୁନିବର ଦେଖିଲେ କିବା ବେଦବର ଚାରି ପାଖରେ ବେଦନାଦ ଶୁଣି ବିସ୍ମିତ ମୁଖ ଚାନ୍ଦ ଦେବମୁନିଙ୍କ ବୈଖାନସ ମନେ ପାଇଲା ବଡ଼ ତୋଷ ମସ୍ତକେ ଯୋଡ଼ିବେନି କର ପଡ଼ିଲେ ସତରେ ପୟର ଉଠି ମୁନିଙ୍କ ଆଜ୍ଞା ପାଇ ସ୍ତୁତି କରନ୍ତି ନର ସାଇଁ ବୈଖାନସର ଭକ୍ତି ଦେଖି ମନେ ପବିତ୍ର ହୋଇ ସୁଖୀ ପଚାରି ସପ୍ତାଙ୍ଗ କୁଶଳ ଆଶିଷ କରେ ଅନୁକୂଳ କହନ୍ତି ନୃପ ସପ୍ତାଙ୍ଗରେ କୁଶଳ ଏ ଅନୁପ୍ରକାରେ ତୁମ୍ଭର ଯହିଁ ଅନୁଗ୍ରହ କି ତହିଁ ଈଶ୍ୱର ନିଗ୍ରହ ଆତ୍ମା ଆତ୍ମଜ ଦ୍ୱାରା ମୋହି ସେ ସର୍ବେ ସର୍ବ ଶୁଭ କହି କେବଳ ଆକୁଳ କାରଣ ଜାଣ ହୋଇଛି ଆଜ ଦିନ ଦେଖିଲି ଅଧଗତି ଗତ ହୋଇଅଛନ୍ତି ମୋର ତାତ କେଉଁ ଦାନରେ କେଉଁ ବ୍ରତ ମୁକ୍ତ ହୋଇବେ ମୋର ତାତ ଏ ମୋର ସଂଶୟ ଭେଦନେ ଅଇଲି ତୁମ୍ଭ ସନ୍ନିଧାନେ ପର୍ବତ ଧ୍ୟାନ କଲେ ଶୁଣି ଯହିଁରେ ଭୂତ ଭାବ ଜାଣି ମୁହୂର୍ତ୍ତେ ଧ୍ୟାନ କରି ଜାଣି ଯହିଁରୁ ହେଲା ସ୍ୱର୍ଗବାଣୀ କହିଲେ ବୈଖାନସ ଶୁଣ ପିତାଙ୍କ ନରକ କାରଣ ଋତୁକୁ ଜାଣି ନରପତି ଦୂତି ପାଖରେ ଉପସ୍ଥିତି କନିଷ୍ଠା ପରବଶ ହେଲେ ଜ୍ୟେଷ୍ଠାର ଋତୁ ଭଙ୍ଗ କଲେ ସେହି ଦୋଷରୁ ପରିପାକ ହେଲା ପିତାର ଅଧଲୋକ କାଳ ଯେ ଜାଣି ଋତୁ ନାଶ ନ ଯାଏ ଯୁବତୀର ପାଶ ବାଳକ ହତ୍ୟା ଅପରାଧେ ସେ ଆସେ ଲିପ୍ତ ହୁଏ ମଧ୍ୟେ ପଥକୁ ଅଛି ପ୍ରତିକାର କହିବା ଶୁଣ ନୃପବର ପିତାର ମୋକ୍ଷ କାମ ପାଇଁ ମୋକ୍ଷ ବ୍ରତକୁ କର ତୁହି ବିଧି ଜାଗର କରି ପୂଜା ପୁର ସହିତେ କର ରାଜା ଭକ୍ତି ଶ୍ରଦ୍ଧାରେ ବ୍ରତ କରି ସମର୍ପ ପୁଣ୍ୟ ସ୍ଥାପି କରି ପିତାର ସ୍ୱର୍ଗ ଲାଭ ହେବ ତୁମ୍ଭର ପୁଣ୍ୟ ଯଶ ଥିବ ଯେ ମାର୍ଗ ଶୁକ୍ଳ ଏକାଦଶୀ ସେହି ସେ ମୋକ୍ଷ ନାମେ ଭାସି ଶୁଣି ସନ୍ଦେହ ନାଶୀ ବ୍ରତ ମୁନିଙ୍କି କରି ଦଣ୍ଡବତ ବହୁତ ଜନେ କରି ପୂଜା
ଅନୁଜ୍ଞା ମାଗି ଗଲେ ରାଜା। ବାଜିଲା ଡିଣ୍ଡି ମନଗରେ, ଏ ମୋକ୍ଷ ବ୍ରତ କରିପାରେ। ଦଶମୀ ପ୍ରାତ ଅବତାରୀ, ପୁର ସହିତ ଦଣ୍ଡଧାରୀ। ସ୍ନାନ ସାରିଣ ସାବଧାନ, ହେଲେ ଯେ ବିଧେୟ ବିଧାନ। ସଂକଳ୍ପେ କଲେ ମହାବ୍ରତ, ହେବ ମୋ ପିତା ସ୍ୱର୍ଗଗତ। ପୂର୍ବ ପାତକ ନାଶ ହେବ, ପୁଣ୍ୟ ବାସନା ଉପୁଜିବ। ମଧ୍ୟାହ୍ନେ ମଧ୍ୟାହ୍ନିକ ସାରି, ନିଜ ଦେବତା ଅନୁସରି। ଭକ୍ତେ ଭବିଷ୍ୟ କରି ଦୀପ, ଜାଳି ଜାଗ୍ରତ ହେଲେ ନୃପ। ଭଗବନ୍ଧ୍ୟାନେ ରାତ୍ରି ଗଲା, ପ୍ରବେଶ ପ୍ରାତ କାଳ ହେଲା। ସ୍ନାନ ସାରିଣ ଶୁଚିମନ୍ତ, ହୋଇ ନୃପତି ପାଠଗତ। ସାରିଲେ ନିତ୍ୟ କର୍ମମାନ, ଶୁଣିଲେ ମାହାତ୍ମ୍ୟ ପୁରାଣ। ବ୍ରତ ଆରାଧି ଦେବ ପୂଜା, କଲେ ସେ ବୈଖ୍ୟାନର ରାଜା। ଦେବତା ଅତିଥି ବ୍ରାହ୍ମଣ, ପୂଜିଲେ ରାଜା ପୁନ ପୁନ। କାମ କ୍ରୋଧାଦି ବ୍ୟବହାର, ନହିଲେ ପରତେ ତାଙ୍କର। ହିଂସାରେ ନାହିଁ ଅବକାଶ, ଦୟା ଦାନରେ ଦିନ ଶେଷ। ସାୟଂକାଳରେ ସ୍ନାନ ସାରି, ପ୍ରଭୁଙ୍କୁ ସେବା ପୂଜା କରି। ଜାଗର ଜାଳି ଉଜାଗରେ, ହୋଇ ରହିଲେ ନୃପବର। ଚାରି ପ୍ରହରେ ପୂଜା ଚାରି, କଲେ ସେ ନୃପତି ବିଚାରି। ଏ ରୂପେ ଏକାଦଶୀ ବ୍ରତ, କଲେ ସେ ପୁରର ସହିତ। ବିପ୍ର ବୈଷ୍ଣବ ସାଧୁ ବ୍ରତୀ, ଏ ସଙ୍ଗ କରି ନରପତି। ଜାଗର ଜାଳି ଉଜାଗରେ, ରହିଲେ ଦେବତା ଆଗରେ। କୃଷ୍ଣର କଥା ସୁଧା ପାନ, କରି ବିସ୍ମରି ক্ষୁଧା ଦୀନ। ଦେଖି ବୈଷ୍ଣବ ସଂକୀର୍ତ୍ତନ, କରିଣ ଶ୍ରୀକୃଷ୍ଣ କୀର୍ତ୍ତନ। କଲେ ତ୍ରିପାଦ ଅବଶେଷ, ସ୍ନାନକୁ ଗଲେ ବୈଖ୍ୟାନସ। ସ୍ନାନ ସନ୍ଧ୍ୟାଦି ସାରି ବସି, ଅତିଥି ବ୍ରାହ୍ମଣ ସନ୍ତୋଷି। ଜଳପାତ୍ର କି ଧରି କରେ, କହନ୍ତି ବ୍ରାହ୍ମଣ ନିକରେ। କଲି ମୁଁ ମୋକ୍ଷ ଏକାଦଶୀ, ପୁର ନଗର ଜନମିସି। ଏ ମୋକ୍ଷ ଏକାଦଶୀ ଫଳ, ପିତାଙ୍କୁ ଦେଇଣ ସକଳ। ଏଣୁ ମୋ ପିତା ସ୍ୱର୍ଗ ଯାଉ, ବିପ୍ର ବୋଇଲେ ଅସ୍ତୁ ହେଉ। ପିତା ମାଇଲେ ମହାତୃଷ୍ଟି, ଆକାଶୁ ହେଲା ପୁଷ୍ପବୃଷ୍ଟି। ବିଷ୍ଣୁ ଗଣରେ ସମାବୃତ, ହୋଇ ସେ ବୈଖ୍ୟାନସ ତାତ। ପୁତ୍ରକୁ ସ୍ୱସ୍ତି ଦାନ କଲେ, ବିମାନେ ବସି ସ୍ୱର୍ଗ ଗଲେ। ଜାଣ ସାକ୍ଷାତ ଫଳ ରାଜା, ବିପ୍ର ବୈଷ୍ଣବ କରି ପୂଜା। ଆନନ୍ଦ ହୋଇ ପୁରେ ଗଲେ, ଦ୍ୱାଦଶୀ ବିଧି ଆଚରିଲେ। ବନ୍ଧୁ ବାନ୍ଧବ ସଙ୍ଗେ ଘେନି,
ହବିଷ୍ୟ କଲେ ରାଜମୁନି ଏହାଙ୍କ ପ୍ରସଙ୍ଗେ ବିଧିକି କହିଲେ ଆଣିବ ବୁଦ୍ଧିକି ସୁଜନେ ହୁଅ ସାବଧାନ କର ଏ ଏକାଦଶୀ ମାନ କହନ୍ତି ପ୍ରଭୁ ଦାମୋଦର ଶୁଣ ହେ ରାଜା ଯୁଧିଷ୍ଠିର ଆଉ ଏ ବ୍ରତ କରିବାର ଯେ ପଢ଼େ ଅବା ଶୁଣେ ନର ତାର ନିଶ୍ଚୟ ପାପ କ୍ଷୟ ହୁଏ ଅଶେଷ ପୁଣ୍ୟମୟ ସେବା ଜପେୟ ଫଳ ଲଭେ ଯେବେ ପ୍ରବର୍ତ୍ତି ସ୍ତୁତି ଲୋଭେ ଏ ବ୍ରହ୍ମ ସ୍ୱଭାବେ ମୋକ୍ଷଦ ବିଚାରେ ଚିନ୍ତାମଣି ଭେଦ ଇଚ୍ଛାନୁକୂଳ ଫଳ ପାଇ ଅବା ମୋକ୍ଷକୁ ସେ ଲଭଇ ଇତି ଶ୍ରୀ ବ୍ରହ୍ମାଣ୍ଡ ପୁରାଣେ ମାର୍ଗଶିର ଶୁକ୍ଳ ମୋକ୍ଷାଏକାଦଶୀ ମାହାତ୍ମ୍ୟ ଦ୍ୱିତୀୟ ଅଧ୍ୟାୟ। ଚାଲନ୍ତୁ ଶ୍ରୀ ନାରାୟଣଙ୍କ ସ୍ତୁତି ଟିକେ ପଢ଼ିଦେବା। କୃପାମୟ କଞ୍ଜବଦନ କର ଦୁର୍ଗତି ଛେଦନ କିଛି ଘେନ ନିବେଦନ କ୍ଷମା ନିଧି ଭକ୍ତ ତାରଣ ଖେଦ ଭେଦରେ କାରଣ ଖଟାଅ ପଦ୍ମ ଚରଣ ଗୋବର୍ଦ୍ଧନ ଧାରଣ ହରି ଗୋପେ ଗୋକୁଳ ବିହାରୀ ଗୁହାରି ଘେନ ମୋହରି ଘେନ ଭକ୍ତ ଘନ କାଳିଆ ଘେନାଙ୍କ ବାଙ୍କ ଚୁଳିଆ ଘଟଣ ଗୁଞ୍ଜମାଳିଆ ଅନ୍ତର୍ଯାମୀ ଆର୍ତ ଭଞ୍ଜନ ଐରି କୂଳ ଗଞ୍ଜନ ଅଭେଦ ଜନ ଭଞ୍ଜନ ଚକ୍ରପାଣି ଚିନ୍ତା ଦହନ ଚିନ୍ତନକାରୀ ମୋହନ ଚାଳ ଆଜ୍ଞାକୁ ବହନ ଛାତିରେ କୌସ୍ତୁଭ ମଣି ଛବି ଯେହ୍ନେ ଦିନମଣି ଛନ୍ଦ କିମ୍ପା ଅଛମଣି ଜୟତ୍ରୀ ଭଙ୍ଗିମା ଠାଣିକି ଜଣାଏ ବଂଶୀ ପାଣିକି ଯାଉ ମୋ ଦୁଃଖ ଏଣିକି ଝଳି ପୀତାମ୍ବର ସୁନ୍ଦର ଝଟକେ ବିମ୍ବା ଅଧର ଝୁଲିବା ଚାଲି ସୁନ୍ଦର ନାରାୟଣ ନନ୍ଦନନ୍ଦନ ନାଗରୀ ହୃଦ ଚନ୍ଦନ ନିମେ ଘେନ ନିବେଦନ ଟେକ ମହିମା ଯଦୁପତି ଟାଣ ଅଘର ବିପତି ଟାଳି ନିଏ ମୋ ସମ୍ପତ୍ତି ଠାବେ ଯୋଗୀ କରେ ଧ୍ୟାନକୁ ଠୁଳେ ନ ଜାଣେ ଆନକୁ ଠିକେ ହୁଅ ପ୍ରସନ୍ନକୁ। ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ଓଂ ନମୋ ଭଗବତେ ବାସୁଦେବାୟ 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 ଓଂ ନମୋ ଭଗବତେ ବାସୁଦେବାୟ
ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ॐ ନମୋ ଭଗବତେ ବାସୁଦେବାୟ। 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 ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ॐ ନମୋ ଭଗବତେ ବାସୁଦେବାୟ। 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 ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ॐ ନମୋ ଭଗବତେ ବାସୁଦେବାୟ। 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 ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ॐ ନମୋ ଭଗବତେ ବାସୁଦେବାୟ। ॐ ନମୋ ଭଗବତେ
वासुदेवाय। ॐ नमो भगवते 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 वासुदेवाय। ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ॐ ନମୋ ଭଗବତେ ବାସୁଦେବାୟ। 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 ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ॐ ନମୋ ଭଗବତେ ବାସୁଦେବାୟ। 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 ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ॐ ନମୋ ଭଗବତେ ବାସୁଦେବାୟ। 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 ॐ ନମୋ ଭଗବତେ
वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ॐ ନମୋ ଭଗବତେ वासुदेवाय। ॐ नमो भगवते 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 वासुदेवाय। ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ॐ ନମୋ ଭଗବତେ वासुदेवाय। 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 ଚାଲନ୍ତୁ ଆଜି ଏକାଦଶୀରେ ନାରାୟଣଙ୍କ ମନ୍ତ୍ର ଟିକେ ପଢ଼ିଦେବା। ॐ ନମୋ ଭଗବତେ वासुदेवाय। 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 ॐ ନମୋ ଭଗବତେ वासुदेवाय।